ଅର୍ଜୁନର ଚ୍ୟାଲେଞ୍ଜ ଆଉ ଅନୁଭବର ଚାରିଧାମ ଏ ଦିଟା ଫିଲ୍ମରୁ ମାନେ ଯଦି ଫ୍ୟାନ୍ ଫଲୋର୍ସ ଆମେ ଦେଖିବା ତାହେଲେ ଅନୁଭବର ଗୋଟେ ଫ୍ୟାନ୍ ଫଲୋର୍ସ ଅଛନ୍ତି। ତାଙ୍କର ଗୋଟେ ସ୍ୱତନ୍ତ୍ର ମାର୍କେଟ ଅଛି ଓଡ଼ିଆ ସିନେମାରେ, ଯାହାଫଳରେ କି ସିଏ ଯଦି କମର୍ସିଆଲ ପଏଣ୍ଟ ଅଫ୍ ଭ୍ୟୁରୁ କାହାଣୀଟାକୁ ସେଇ ତାଙ୍କର ଯେଉଁ ପ୍ରକାର ଚିରଚରିତ ଷ୍ଟାଇଲରେ ଯେଉଁ ପ୍ରକାର କରନ୍ତି ଯଦି ହେଇଥିବ ତାହେଲେ ଦଶହରାରେ ବ୍ୟବସାୟିକ ସିନେମା ଭଲ ଚାଲେ। ଆଉ ଚାରିଧାମକୁ ନେଇ ସେ ଯେଉଁ ପ୍ରକାର କରିଛି ଏଇଟା ବି ଲୋକଙ୍କ ମଧ୍ୟରେ ଗୋଟେ କ୍ୟୁରିଓସିଟି ଅଛି। ଆମର ସବୁ ବିଭିନ୍ନ ଧାମ ମାନେ ସ୍ପିରିଚୁଆଲ ଲାଇନର କଥା କହି ବ୍ୟବସାୟିକ ସ୍ଥିତି ରକ୍ଷା କ୍ଷେତ୍ରରେ ଅନୁଭବ ଯେଉଁ ଯୋଜନାବଦ୍ଧ ଉପାୟ କରିଛନ୍ତି ମୁଁ ଭାବୁଛି ସେଥିରେ ସକ୍ସେସଫୁଲ ହେବେ। ତାର କାରଣ ହେଲା ବ୍ୟବସାୟ ପାଇଁ ଯେଉଁ ମାର୍କେଟଟା ଅଛି ସେଥିରେ ଅର୍ଜୁନକୁ ତାଙ୍କ ସହିତ ସମକକ୍ଷ ହେବା ଏଇଟା ଠିକ୍ ହେବନି। କାରଣ ଅର୍ଜୁନ ଗୋଟେ ଷ୍ଟାଇଲର କଳାକାର, ଆଉ ସେଥିରେ ତାଙ୍କର ମୁଁ ଦେଖିଛି ତାଙ୍କର ପ୍ରତିଟି ଗୀତକୁ ସେ ଭାରି ଗୁରୁତ୍ୱର ସହିତ କରିଥାନ୍ତି ଆଉ ବହୁତ ଲାଭିସଲି ପଇସା ବି ଖର୍ଚ୍ଚ କରିଥାନ୍ତି। ଆଉ ସେଇ ହିସାବରେ ଆକ୍ଟିଂ ଦୃଷ୍ଟିରୁ କଲେ ଅନୁଭବର ଗୋଟେ ପ୍ରଭାବ ଅଛି, ଆଉ ଅନୁଭବ ମଧ୍ୟ ଗୋଟେ ଭଲ ଆକ୍ଟର ହିସାବରେ ତାର ମଧ୍ୟ ସୁନାମ ଅଛି। ସେଇ ଦୃଷ୍ଟିରୁ ବିଚାର କଲେ ଏ ଫିଲ୍ମର ଦିଟା ମାନେ ବ୍ୟବସାୟିକ ସ୍ଥିତି ରଖିବା ପାଇଁ ଅନୁଭବର ଯେହେତୁ ଗୋଟେ ମାର୍କେଟ ଅଛି, ସେ ଯାହାଠୁ ବହୁତ ତାଠୁ ସିନିୟର, ସେଇ ଦୃଷ୍ଟିରୁ ବିଚାର କଲେ ସେ ନିଶ୍ଚିତ ଭାବେ କାହା ପଲ୍ଲା ଭାରି ରହିବ ତାର ତ ରିଲିଜ ହେଲେ ଜଣାପଡ଼ିବ। କିନ୍ତୁ ଚ୍ୟାଲେଞ୍ଜକୁ ଦେବା ପାଇଁ ଚାରିଧାମର ପ୍ରଭାବ ନିଶ୍ଚିତ ରହିବ। କାରଣ ଅନୁଭବ ହିଁ ଗୋଟେ ସ୍ୱତନ୍ତ୍ର ନା। ଆଉ ଦର୍ଶକ ଯେହେତୁ ମାନେ ଅନୁଭବ ଅନେକ ଦିନ ଗ୍ୟାପ୍ ପରେ ଫିଲ୍ମକୁ ଆସୁଛନ୍ତି, ସେ ନିଶ୍ଚିତ ଭାବେ ଅନୁଭବଙ୍କ ସିନେମାକୁ ତାଙ୍କର ବି ଗୋଟେ ଫ୍ୟାନ୍ ଫଲୋଅର୍ସ ଅଛନ୍ତି। ଯେମିତି ବାବୁସାନର ଅଛି, ତାହେଲେ ଅନୁଭବର ଗୋଟେ ଫ୍ୟାନ୍ ଫଲୋଅର୍ସ ଅଛନ୍ତି ଯେଉଁଟାକି ସେଇଟାକୁ ସେ ଇନକେସ୍ କରିବ। ଆଉ ଅନେକ ଦିନ ପରେ ଯେତେବେଳେ ସମୟ ବ୍ୟବଧାନ ପରେ ଆସିଛି, ସେ ନିଶ୍ଚିତ ଭାବେ ଏଥିରେ ଗୋଟେ ବହୁତ ଭଲ ଭୂମିକା ନେବ। ଆଉ ଯେତେବେଳେ ଚାରିଧାମ ଯେଉଁ ନାଁ ଦେଇଛି ଗୋଟେ ସ୍ପିରିଚୁଆଲ ନାଁରେ, ସେ ମଧ୍ୟ ଏଥିରେ କିଛି ଫାଇଦା ହାସଲ କରିପାରିବେ। ବଲିଉଡରେ ଆପଣ କାହାକୁ ଜାଣନ୍ତି ଯେ ଆକ୍ସନ ଷ୍ଟାର ବୋଲି? କାହିଁକି ନା ସେଠି ଆପଣ ଯୋଉ ଚ୍ୟାଲେଞ୍ଜ କହିଲେ ଆକ୍ସନ ଉପରେ ଅଛି, ଆକ୍ସନ ଷ୍ଟାର କ'ଣ ଅଛନ୍ତି ନା ଆଉ ଆପଣଙ୍କ ନଜରରେ କିଏ ଅଛନ୍ତି? ଆକ୍ସନ ଷ୍ଟାର ଆମ ଓଡ଼ିଶାରେ ସେମିତି କିଛି ନାହାନ୍ତି। ଖାଲି ଯେଉଁ ବାଡ଼ି ଖଣ୍ଡା ଧରି ପକେଇଲେ ଆକ୍ସନ ଷ୍ଟାର। ଆପଣ ତେଲୁଗୁ ତାମିଲରେ ଯେଉଁ ପ୍ରକାର ଆକ୍ସନ ଷ୍ଟାର ସବୁ ଅଛନ୍ତି, ସେମାନେ ସେ ପ୍ରକାର ଭୂମିକା କାହିଁ ଓଡ଼ିଶାରେ? ଓଡ଼ିଶାରେ ସେ ପ୍ରକାର ଭୂମିକା କାହାର ନାହିଁ। ଆମେ ଖାଲି ଫିଜିକାଲି ଆଉ ବଡ଼ ବାଡ଼ି ଧରିବା କି ଖଣ୍ଡା ଧରିବା, ଫିଜିକାଲି ଫିଟ୍ ମାନେ ମାନେ ହେଲେ ହୋଇଥିଲେ ଯେ ଗୋଟେ ଭଲ ଫାଇଟ୍ ହେଇପାରିବ ତା ବି ନୁହେଁ। ମାନେ ଓଡ଼ିଶାରେ ଓଡ଼ିଶାରେ ସେଭଳିଆ କିଛି ପର୍ସନାଲିଟି ନାହାନ୍ତି ଯେଉଁଟାକି ବ୍ୟବସାୟିକ ପାଇଁ ଆଉ ନିଜର ପ୍ରଭାବ ରଖିବା ପାଇଁ ଏଇ ଯେଉଁ ଆକ୍ସନ ଓରିଏଣ୍ଟେଡ୍ ସିନେମା ଏଠି ଓଡ଼ିଶାରେ ବିଶେଷ କିଛି ପ୍ରଦାନ ପଡ଼େନି। ପୁନୀତ ଶୁଣନ୍ତୁ, ପୁନୀତ ତ ଗୋଟେ ଫିଲ୍ମ କୁଲି ପରେ ଏଭଳିଆ ଲୋକଲୋଚନରେ ୱାଶ ଆଉଟ୍ ହେଇଗଲେ, ତାପରେ ଯେଉଁ ଆସିଲେ ସେ ଫିଲ୍ମକୁ ଦୀର୍ଘ ଦିନ ପରେ ଅନେକ ସିନେମା ଯଦି କଲେ ତାର ପ୍ରଭାବଶାଳୀ ହେଲାନି। ଅମିତାଭ ଆଗରେ ସେ ଫିକା ପଡ଼ିଗଲେ। ମୁଁ ଭାବୁଛି ସେ ଅନୁଭବଙ୍କ ଆଗରେ ସେ ନିଶ୍ଚିତ ଭାବେ ଫିକା ପଡ଼ିଯିବ। କାରଣ ସିଏ ସେଇ ପ୍ରକାର କଳା ମାନେ ଅନୁଭବର ଯେଉଁ ପ୍ରଭାବ ଅଛି, ସେ ଚାରିଧାମ ସେ ଧାମ କୁଆଡ଼େ ଯାଉଛି ଯାଉ ପଛେ, କିନ୍ତୁ ସିଏ ଲୋକଙ୍କୁ ଗୋଟେ ଗିମିକ୍ସ ଦେଖେଇକି ଗୀତ ହଉ ନାଚ ହଉ ଆଉ ସେଥିରେ ସେ ନିଶ୍ଚିତ ତାର ଆସ୍ଥାନ ଜମେଇ ଦେବ। ଆଉ ଦ୍ୱିତୀୟରେ ଫିଲ୍ମଟି ମଧ୍ୟ ଭାବୁଛି ଭଲ ହେଇଥିବ। ନିଶ୍ଚିତ ଭାବେ ୟାର ଫ୍ୟାନ୍ ଫଲୋଅର୍ସ ଅଧିକା ନା। ବ୍ୟବସାୟିକ ସ୍ଥିତି ରଖିବା ପାଇଁ ଆମେ ସବୁବେଳେ ଫ୍ୟାନ୍ ଫଲୋଅର୍ସକୁ ଗୁରୁତ୍ୱ ଦେବା। ଆଉ କାହାର ଯେମିତି ବାବୁସାନ ଯେମିତି ବୋଉ ବୁଟୁ ଭୂତରେ ରେକର୍ଡ ସଂଖ୍ୟକ ବିଜନେସ୍ କଲେ, ସେଇ ପ୍ରକାର ବିଜନେସ୍ ତ କେହି ଆଉ ବର୍ତ୍ତମାନ କରିବେ କି ନ କରିବେ ମାନେ ଗୋଟେ ଚିନ୍ତାର କାରଣ। କାରଣ ଅନୁଭବର ଗୋଟେ କ୍ରେଜ୍ ଅଛି, ଆଉ ସେ କ୍ରେଜ୍କୁ ସେ ତାର ଦୀର୍ଘ ଦିନ ପରେ ଆସୁଛି ଯେହେତୁ ସେ ନିଶ୍ଚିତ ଭାବେ ଫିଲ୍ମଟିକୁ ଭଲ କରିଥିବ। ଆଉ ଚାରିଧାମର ଯେଉଁ ରହିଛି ମାନେ ଗୋଟେ ଆଧ୍ୟାତ୍ମିକ ଚିନ୍ତାଧାରାର କଥା,
ସିଏ ଆଧ୍ୟାତ୍ମିକ ଚିନ୍ତାଧାରା ଯଦିଓ ଅଧିକ ନଥିବ ବ୍ୟବସାୟିକ ଚିନ୍ତାଧାରା ଅଧିକା ଥିବ ଭଲ ସିନେମାଟି ହେଇଥିବ କମର୍ସିଆଲ ଦୃଷ୍ଟିରୁ।